ରୋହିତ ଶର୍ମା ନିଜେ ଗୌତମ ଗମ୍ଭୀରଙ୍କୁ ଭାରତର ହେଡ୍ କୋଚ୍ ହେବାକୁ କହିଥିଲେ। ତେବେ ସେ ଅଧିନାୟକ ପଦ କାହିଁକି ଛଡ଼ାଇ ନେଲେ? ଏକ ଆଇପିଏଲ୍ ମ୍ୟାଚ୍ ସମୟରେ ରୋହିତ ଶର୍ମା ଗୌତମ ଗମ୍ଭୀରଙ୍କୁ ହେଡ୍ କୋଚ୍ ପଦବୀ ପାଇଁ ପ୍ରଦାନ କରିଥିଲେ। ରୋହିତ ଶର୍ମାଙ୍କ ଏକ ବୟାନ ଅଷ୍ଟ୍ରେଲିଆରେ ସୃଷ୍ଟି କରିଥିଲା ବିବାଦ। ରୋହିତ ଶର୍ମାଙ୍କୁ ଓଡିଆଇ ଅଧିନାୟକ ପଦରୁ ହଟାଯିବା ପରେ ସେ ଖୁସି ନଥିଲେ। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା। ନମସ୍କାର ଦର୍ଶକ ବନ୍ଧୁ। ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରତ୍ୟେକ ପଦକ୍ଷେପ ବର୍ତ୍ତମାନ ଚର୍ଚ୍ଚାର ବିଷୟ ରହିଛି। କିଏ ସୁମନ ଗିଲଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି ତ ଆଉ କିଏ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି। ପ୍ରତ୍ୟେକ ମ୍ୟାଚ୍ ପରେ ସୋସିଆଲ ମିଡିଆରେ ଏକ ନୂତନ ବିବାଦ ସୃଷ୍ଟି ହେଉଛି ଦର୍ଶକ ବନ୍ଧୁ। କିନ୍ତୁ ଏସବୁ ମଧ୍ୟରେ ପୁଣି ଥରେ ଏକ ବଡ଼ ପ୍ରଶ୍ନ ଚର୍ଚ୍ଚାକୁ ଆସିଛି, ଯାହା ଲକ୍ଷ ଲକ୍ଷ କ୍ରିକେଟ ପ୍ରଶଂସକଙ୍କୁ ପ୍ରତିଫଳିତ କରିବାକୁ ବାଧ୍ୟ କରିଛି। ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାର ରୋହିତ ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ ନିଜେ ଗୌତମ ଗମ୍ଭୀର କାହିଁକି ରୋହିତ ଶର୍ମାଙ୍କ ଅଧିନାୟକ ପଦ ଛଡ଼ାଇ ନେଲେ? ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ କାହାଣୀ ପଛରେ ଥିବା ପ୍ରକୃତ ଘଟଣା ବିଷୟରେ ଜାଣିବା। କୁହାଯାଏ ଯେ ଯେତେବେଳେ ଟିମ୍ ଇଣ୍ଡିଆ ନୂତନ ମୁଖ୍ୟ କୋଚ୍ ଖୋଜୁଥିଲା, ସେତେବେଳେ ରୋହିତ ଶର୍ମା ଗୌତମ ଗମ୍ଭୀରଙ୍କ ନାମକୁ ସମର୍ଥନ କରିଥିଲେ। ଦୁହେଁ ଆଇପିଏଲ୍ରେ ଏକାଠି କାମ କରୁଥିଲେ ଏବଂ କ୍ରିକେଟ ଉପରେ ଦୁହିଁଙ୍କର ସମାନ ମତ ରଖିଥିବା ବିବେଚନା କରାଯାଉଥିଲା। ଏହି କାରଣରୁ ଅନେକ ରିପୋର୍ଟରେ ଦାବି କରାଯାଉଥିଲା ଯେ ରୋହିତ ଶର୍ମା ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ ଭାବରେ ସମର୍ଥନ କରୁଥିଲେ। କିନ୍ତୁ ସମୟ ଧୀରେ ଧୀରେ ବଦଳି ଗଲା ଏବଂ ଟିମ୍ ଇଣ୍ଡିଆରେ ମଧ୍ୟ ପରିବର୍ତ୍ତନ ଆସିବା ଆରମ୍ଭ ହେଲା। ଟି20 ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି20 ଆନ୍ତର୍ଜାତୀୟରୁ ଅବସର ନେଇଥିଲେ। ଏହା ପରେ ଦିନିକିଆ ଏବଂ ଟେଷ୍ଟ ପାଇଁ ଏକ ନୂତନ ଦଳଗତ ଆଭିମୁଖ୍ୟ ବିକଶିତ କରିବା ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। ଚୟନକର୍ତ୍ତା ଏବଂ ଦଳ ପରିଚାଳନା ସମ୍ପୂର୍ଣ୍ଣ ଭାବରେ 2027 ଦିନିକିଆ ବିଶ୍ୱକପ ଏବଂ ଦଳର ଭବିଷ୍ୟତ ଉପରେ ଧ୍ୟାନ ଦେଇଥିଲେ। ଫଳସ୍ୱରୂପ ସୁମନ ଗିଲ୍ ନୂତନ ଦାୟିତ୍ୱ ଗ୍ରହଣ କରିବା ଆରମ୍ଭ କଲେ ଏବଂ ଅଧିନାୟକତ୍ୱର ଦୃଶ୍ୟପଟ ଧୀରେ ଧୀରେ ପରିବର୍ତ୍ତନ ହେଲା। ଏହିଠାରୁ ଆଲୋଚନାର ପ୍ରକୃତ କାରଣ ଆରମ୍ଭ ହୋଇଥିଲା ଦର୍ଶକ ବନ୍ଧୁ। ଅନେକ ପ୍ରଶଂସକ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ କାଢି ନିଆଯାଇଛି। ଯେତେବେଳେ କ୍ରିକେଟ ବିଶେଷଜ୍ଞମାନେ କୁହନ୍ତି ଯେ ଏହି ନିଷ୍ପତ୍ତି ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଆଯାଇଛି, ଯାହା ଦ୍ୱାରା ନୂତନ ଦଳ ଦୀର୍ଘ ସମୟ ପାଇଁ ସମାନ ନେତୃତ୍ୱରେ ଖେଳିପାରିବେ। ଏହାର ଅର୍ଥ ହେଉଛି ଏହି ପରିବର୍ତ୍ତନ କୌଣସି ଗୋଟିଏ ଖେଳାଳିଙ୍କ ପ୍ରତି ନିର୍ଦ୍ଦେଶିତ ନୁହେଁ, ବରଂ ଆଗାମୀ ବର୍ଷ ପାଇଁ ଏକ ଯୋଜନାର ଅଂଶ ହୋଇପାରେ। କିନ୍ତୁ କାହାଣୀଟି ଏଠାରେ ଶେଷ ହୁଏ ନାହିଁ ଦର୍ଶକ ବନ୍ଧୁ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଦଳରେ ରୋହିତ ଶର୍ମାଙ୍କ ସ୍ଥାନକୁ ନେଇ। ଇଂଲଣ୍ଡ ବିପକ୍ଷରେ ଚଳିତ ବର୍ଷ ସିରିଜରେ ଯୁବ ଖେଳାଳିମାନେ ଲଗାତାର ସୁଯୋଗ ପାଉଛନ୍ତି। ଯଦି ଏହି ଧାରା ଜାରି ରହେ, ତେବେ କଣ ରୋହିତ ଶର୍ମାଙ୍କ ପାଇଁ ପୁନରାଗମନ କରିବା ସହଜ ହେବ ନା ଭାରତୀୟ କ୍ରିକେଟ ଏହାର ସମ୍ପୂର୍ଣ୍ଣତା ଏକ ନୂତନ ପିଢ଼ିକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ କରିବ? ତଥାପି ଏହା ମଧ୍ୟ ସତ୍ୟ ଯେ ରୋହିତ ଶର୍ମାଙ୍କ ପରି ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କୁ ଜଣେ ବଡ଼ ମ୍ୟାଚ୍ ଖେଳାଳି ଭାବରେ ବିବେଚନା କରାଯାଏ। ତାଙ୍କର ଅଭିଜ୍ଞତା, ରେକର୍ଡ ଏବଂ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଯେକୌଣସି ଦଳ ପାଇଁ ଅଣଦେଖା କରିବା କଷ୍ଟକର ହେବ। ସମସ୍ତଙ୍କ ନଜର ଏବେ ଆଗାମୀ ମ୍ୟାଚ୍ ଏବଂ ଚୟନକର୍ତ୍ତାଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ନଜର ରହିବ। ରୋହିତ ଶର୍ମା କଣ ଟିମ୍ ଇଣ୍ଡିଆକୁ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ? ଗୌତମ ଗମ୍ଭୀର ଏବଂ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ସେମାନଙ୍କର ଭବିଷ୍ୟତ ଯୋଜନାରେ ସାମିଲ କରିବେ କି ନା ଭାରତୀୟ କ୍ରିକେଟ ସମ୍ପୂର୍ଣ୍ଣ ଭାବରେ ଏକ ନୂତନ ଯୁଗରେ ପ୍ରବେଶ କରିବ? ଦର୍ଶକ ବନ୍ଧୁ, ଏହି କାହାଣୀର ଉତ୍ତର ଆଗାମୀ ମାସ ଗୁଡ଼ିକରେ ନିଶ୍ଚିନ୍ତ ଭାବରେ ମିଳିବ। କିନ୍ତୁ ବର୍ତ୍ତମାନ ପାଇଁ ଏହା ନିଶ୍ଚିନ୍ତ ଯେ ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆ ଭିତରେ ହେଉଥିବା ପ୍ରତ୍ୟେକ ବିକାଶ ଉପରେ ସମଗ୍ର କ୍ରିକେଟ ଜଗତ ନଜର ରଖିଛି।